ଭାଇ ନା 10 ଟଙ୍କା ଗୁପଚୁପ କେତେଟା? 6ଟା। ଆଉ ଦିଅ ଦେଲା ଭୋକ କଲାଣି। କଣ ଭାଇଛ? 5ଟା। ଏବେ 6ଟା ଥିଲା। ଖାଇଲେ ଖାଅ ନ ଖାଇଲେ ପଳାଅ। ଆଉ ତମେ ବହୁତ କଥା କହୁଛ। ଏବେ 10 ଟଙ୍କାର ଦେଲ। ଜମା ବାଗ ଲାଗୁନି। ବହୁତ ଭଲ ଆଉ ଟିକେ ଲୁଣ ହବ ପକେଇଲ। ପକେଇ ଦଉଛି ଆଉ। ଜିରା ଗୁଣ୍ଡରେ କମି ଅଛି। ପକେଇଲ ଦେଇଦବା। ନିଅ। ଦାନ୍ତରେ ବାଜୁନି। ଟିକେ ମଟର ପକଉନା। ପକଉଛି। ଭାଇ କଣ ମାଗଣା ଦଉଛ? ଟିକେ ଲଙ୍କା ପକେଇଲେ ହଅନ୍ତାନି? ଜମା ରାଗ ଲାଗୁନି, ମଜା ଲାଗୁନି। 10 ଟଙ୍କାର ଖାଇବେନି ଦୁନିଆ ଫେରକ। ଛେ ନା ନାଇଁ ବିଲକୁଲ ହଉନି, ଜମା ବି ହଉନି। ତମେ ଗୋଟେ କାମ କର, ଅଦା ଟିକେ, ରସୁଣ ଟିକେ, ଗୋଲମରିଚ ଟିକେ, ଖାସ କରି ଟିକେ ସୋରିଷ ତେଲ ପକେଇକି ଦଳ, ମଜା ଆସିଯିବ। ଦେଲ ଆଉ ଦେଲ। କଣ ଗୁପଚୁପ ଖୋଳରେ ସନ୍ତୁଳା ପୁରେଇକି ଦେବି ନା କଣ? ଗୁପଚୁପ ତ ବନେଇ ଆସିନି, ବଡ ବଡ କଥା। ଶୁଣ ବେଶୀ କଥା କୁହନି। 10 ଟଙ୍କାର 5ଟା ଖାଇ ଚାଲନି, ପଇସା କାଟ 10 ଟଙ୍କା। 10 ଟଙ୍କା ଦେବି କାହିଁକି ବା? ମୁଁ ତ ଏବେ ଟେଷ୍ଟ କରୁଥିଲି। ତମର ଲୁଣ ନାହିଁ, ରାଗ ନାହିଁ, ମିଠା ନାହିଁ, ଖଟା ନାହିଁ, କିଛି ନାହିଁ। ମୁଁ ଟେଷ୍ଟ କରିବିନି? ଲୋକ ଅଙ୍ଗୁର କିଲୋ ଆଣିଲେ 2-4ଟା ଚାଖୁଛନ୍ତି କି ନାହିଁ? ମୁଁ ତ ଚାଖୁ 5ଟା ଚାଖିଦେଲି।